केन्द्रापड़ा जिला पट्टामुंडी ब्लॉक नरसिंहपुर गाँव में सहदेव बाबांकर वार्षिक उत्सव महा आडंबर पालित हो जाइछि। बाबांक वार्षिक उत्सव 3 दिन धरी पालित होइथिबा बेले गत 19 तारिख गुरुवार फाल्गुन मास शुक्लपक्ष द्वितीय अधिवास, 20 तारिख शुक्रवार अहोरात्र नाम संकीर्तन, 21 तारिख शनिवार भजन समारोह नगर भ्रमण अनुष्ठित हो जाइछि। हजार हजार श्रद्धालु भक्त माने बाबांकु दर्शन करने सह महा आनंदरे प्रसाद सेवन करिसेंते। बाबांक पाखरे जीए जेउ मानसिक करे पूर्ण हुए अंचलवासी कहितबा बेले विपद आपदरे सहदेव बाबांकु डाकिले बाबा सेमानंकर डाक शुणती बोली भक्त माने कहिसेंती। बाबा जो भिक्षा करने जाती आमर तो गोबरी नदी चारिपार्श्व कौन से यातायात सुविधा भी नाला जहाँ नौकार नौकार बाबा कौन जी बाबा नई कूल को जाई कुम्भीर को डाकती कुम्भीर आसे पिठी जाई जो जो गाँव को से भिक्षा करने जाती आमर पाख गाँ हूँ सिमिलिया आंबेर आपटे गंडाकिया नरणपुर से गाँव सब जाती से गाँ तुठरे कुम्भीर ही रहे। फिर से गाँव रू आसी बाबा भिक्षा करी यही आश्रम को आसती आउरी बाबा कथा कौन आउरी बहुत महिमा अच्छी आम जहाँ शुणी आसू आम भी एवं भी अंगे निभाऊँ कौन से जिन हजिगले कि चोरी हो गले बाबा को मानसिक कले से जिनसा आमको मिल जाऊँगी आ मनस्कामना भी पूर्ण हो आम यज्ञ सरी जाइए। आज आमर नगर भ्रमण बाहर भजन सन्ध्या भजन प्रोग्राम बसुँच भजन प्रोग्राम सैले आम नगर बाहर नगर आसिले दधि भंगा हम प्रसाद सेवन जे जहाँ बाटर फिर जुआड़े आसू फिर पलैबू कर्मक्षेत्र को तो आम बाहर रोचु किमी कौन ये दिन आसो आम गाँव को जीवु 2-3 दिन आम बाबा कम रही मर्जी रही उल्लास उल्लास उत्सव पाली फिर निज कर्मक्षेत्र को फेरबू कौन करूँ आम देखु आवाहन काल चलती बहुत हजार हजार लोग विदेश फरेन समस्त आसी पहुंचते ठीक चैत्र तृतीया को बहु आडंबर सहकार हो बहुत पैसा पत्र खर्च हो हजार हजार लोक खाद्यपेय व्यवस्था 2 दिन हम तेणु महासमारोह पालन हो प्रति वर्ष साधु आसी गाँव में भिका भिका मागे चलुले कितु से कौन मिराकिल देखेले आम छुआ बेलू आम देखुचु से एमती किसी मिराकिल देखेले लोक तो हजार हजार लोक भक्त हो गले मृत्यु पूर्व से कहीदे मुझे समय मरी मतलब ये पुत आम शुणा कथा आम जेज बापा सब कहू मु देखुची 56 वर्ष मुझे पाइला 78 मसीहा पाखु 75 मसीहा पाखु आम देखा टे आडंबर एत ना बर्तमान बहुत आडंबर हो।
ଟୋଟାଲ ଆମ ଏଇ ଅଞ୍ଚଳରେ ଯେତେ ଲୋକ ଅଛନ୍ତି ବିଦେଶରୁ ବି ଫରେନରେ ଅଛନ୍ତି ଲୋକ ସେମାନେ ସବୁ ଆସୁଛନ୍ତି। ବହୁତ ପଇସା ପତ୍ର ଖର୍ଚ୍ଚ ହଉଛି, ବହୁତ ଆଡମ୍ବରରେ ଆୟୋଜନ କରାହଉଛି। ଇଏ ହେଉଛି ଆମ ଗାଁର ସବୁଠାରୁ ପୁରୁଣା ଅନୁଷ୍ଠାନ। ଏଟା ବହୁତ ଯଥାବିଧିରେ ଏଠି ପାଳନ କରାଯାଏ। ବହୁତ ଦୂର ଦୂରାନ୍ତରୁ ଲୋକ ବି ଆସନ୍ତି ଏଠି, ବହୁତ ସମାଗମ କମ ସେ କମ 20-30 ହଜାର ଲୋକ ଏଠି ହେବେ, କମ ବି ହେବେନି। କାରଣ ଲୋକମାନଙ୍କର ବାବାଙ୍କ ପ୍ରତି ସେଇଟା ବିଶ୍ୱାସ ଅଛି କି ଏ ଜାଗାରେ ମନସ୍କାମନା ପୁରା ହୁଏ, ସବୁ କିଛି ହୁଏ। ଲୋକ ଏମିତିକି ଦୁବାଇ ରେ ଯୋଉମାନେ ଆମ ଗାଁ ଲୋକ ରୁହନ୍ତି, ବାହାରେ ଦିଲ୍ଲୀ ବମ୍ବେ ଯୋଉଠି ବି ରୁହନ୍ତି, ସେମାନେ ସମସ୍ତେ ଆସନ୍ତି। ଆଉ ଇଏ ଅନୁଷ୍ଠାନ ଆଗକୁ ବି ବହୁତ ବଡ଼ ଧରଣର ବି ହବ। ଏବେ ବି ବହୁତ ବଡ଼ ଧରଣର ରହୁଛି। ସବୁ କିଛି ବ୍ୟବସ୍ଥା ଲୋକଙ୍କ ପାଇଁ, ଭକ୍ତମାନେ ରହିବା ଖାଇବା ପିଇବା ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଉଛି। ବାବାଙ୍କର ଏଠି ମାନେ ଏମିତି ମହିମା, ବହୁତ ଲୋକଙ୍କର ମନସ୍କାମନା ଏଠି ପୂରଣ କରା ହଉଛି। ବାବାଙ୍କୁ ଯିଏ ନିଜ ମନରେ ଭକ୍ତିରେ ଭାବରେ ଯିଏ ଯାହା ମନସ୍କାମନା କରେ ତା ପୁରା ହୁଏ। ସେଥିପାଇଁ ମାନେ ଲୋକଙ୍କର ଗୋଟେ ପୁରୁଣା କାଳରୁ ଗୋଟେ ବିଶ୍ୱାସ ରହିଯାଇଛି। ସେଥିପାଇଁ ଲୋକ ଏଠିକି ଆସନ୍ତି, ନିଜର ମନସ୍କାମନା ରଖନ୍ତି, ପୁରା ହେଲେ ଯାହା ତାଙ୍କର ସକ୍ଷମ ହିସାବରେ ଯୋଉ ଯେମିତି ଯାହା କରିବା କଥା କରନ୍ତି। এই ଅନୁଷ୍ଠାନ ବହୁତ ଆମ ଗାଁର ସବୁଠୁ ପୁରୁଣା ଅନୁଷ୍ଠାନ, ଗୋଟେ ଅନୁଷ୍ଠାନ। 2003 ମସିହାରେ ବାହାଘର ହେଲାଣି। ନରସିଂହପୁରକୁ ଆସିଲେଣି। ବାବାଙ୍କର ବହୁତ ମହିମା, ଲୋକମାନେ ତାଙ୍କୁ ବହୁତ ମାନନ୍ତି। ଆଉ ବହୁ ଆଡମ୍ବରରେ ତାଙ୍କର ପ୍ରତିବର୍ଷ ଅଷ୍ଟପ୍ରହରୀ ପାଳନ କରାଯାଏ। ବାବାଙ୍କର ପ୍ରତିବର୍ଷ ଅଷ୍ଟପ୍ରହରୀ ଏଠି ପାଳନ ହଉଛି। 5 ଖଣ୍ଡି ମୌଜା କି ବହୁତ ପଞ୍ଚାୟତ ଲୋକମାନେ ଏଠି ଆସି ସବୁ ଏକାଠି ରୁଣ୍ଡ ହୁଅନ୍ତି ବାବାଙ୍କ ଉତ୍ସବରେ। ଆଉ ବାବାଙ୍କ ପାଖରେ ଲୋକମାନେ ସବୁ ଅଲିଆ ପଡନ୍ତି, ମାନସିକ କରନ୍ତି, ତାଙ୍କର ପୂର୍ଣ୍ଣ ହୁଏ। ଖାଇବା ପିଇବା ବହୁତ ଆଡମ୍ବରରେ ବହୁତ ଲୋକ ଏଠି ସମାଗମ ହୁଅନ୍ତି। ଏଠି ଆମ ବାବାଙ୍କ ପାଖରେ ଏମିତି ଗୋଟେ ମହିମା ଅଛି, ଖାଲି ଆମ ଗାଁ ତ ନୁହେଁ, ଏ ପାଖ ପଞ୍ଚାୟତ ଚାରିଆଡୁ ଲୋକ ଆସୁଛନ୍ତି ଏବଂ ବାବାଙ୍କ ପାଖରେ ମାନସିକ କରାନ୍ତି, ମାନସିକ ପୂରଣ ହୁଏ। ଅନେକ ଲୋକ ଅଛନ୍ତି ଏବଂ ଏଠି ଆମର ଗୋଟେ ବିରଳ ଦୃଶ୍ୟ, ଅଲିଆ ପଡନ୍ତି। ଅଲିଆ ପଡି ବାବାଙ୍କ ଠାରୁ ଆଶୀର୍ବାଦ ବି ନିଅନ୍ତି। ତେଣୁ ଏ ହେଉଛି ଆମ ବାବାଙ୍କର ମହିମା। ଆଉ ଉତ୍ସବ ମୁଖର ଆଜି ଆମର ଏ ଗାଁ, ଏ ପାଖ ପଞ୍ଚାୟତ। ହଁ, ମାନସିକ ପୂରଣ ମାନେ ଆପଣ ଦେଖିବେ କାଲି ଯୋଉ କେତେ ଲୋକଙ୍କର ଆମର ଏଠି ଚୁଟି ପକେଇବାଠୁ ଆରମ୍ଭ କରି ଲୋକ ମାନସିକ ପୂରଣ କରି ସେଠି ଦାନ ଧର୍ମ ଦିଅନ୍ତି। ଦକ୍ଷିଣା ଦେବା ସହିତ ଆମର ହଜାର ହଜାର ଲୋକଙ୍କର ଏଠି ସମାଗମ ହୁଏ। ଆମ ଗାଁ ଆଜି ଉତ୍ସବ ମୁଖର ଏ ବାବାଙ୍କର ବାର୍ଷିକ ଉତ୍ସବକୁ ପାଳନ କରିବା ପାଇଁ ଦୂର ଦୂରାନ୍ତରୁ କିଏ କୋଉଠି ଅଛନ୍ତି, ଏ ବର୍ଷରେ ଥରକୁ ଅପେକ୍ଷା କରିଥାନ୍ତି କୋଉ ଦିନ ବାବାଙ୍କର ଆମର ଏ ଫଙ୍କସନ ଆସିବ, ଆମେ ଗାଁକୁ ଯିବୁ। ଆଉ ଆମ ଗାଁ ତ ଦେଖିବେ ଘରେ ଘରେ କୁଡିଆ ଉତ୍ସବ ମୁଖର ତ ଆମ ଗାଁ ଆଜି। ଆଉ ବାବାଙ୍କର ଏତେ ମହିମା ଅଛି ଯେ ହଜାର ହଜାର ଲୋକ ଆସି ଯୋଗ ଦେଇକି ନାମ ଦେଖୁଛନ୍ତି, ପ୍ରସାଦ ସେବନ ବି କରିକି ଯାଉଛନ୍ତି, ଦାନ ଭିକ୍ଷା ବି ଦଉଛନ୍ତି। ଆଉ ବାବାଙ୍କର ଅପାର ମହିମାରୁ ଯୋଉଠି ବାବାଙ୍କ ନାଁ ଯେ ମାନସିକ କରୁଛି 100% ସକ୍ସେସ୍ ହେଇକି ଯାଉଛି। ଶ୍ରୀ ଶ୍ରୀ ସହଦେବାଙ୍କର ସହଦେବାଙ୍କ ଉପରେ ବହୁତ କିଛି ଲୋକଙ୍କର ଭକ୍ତ ଅଛି। ତାପରେ ଦିଲ୍ଲୀ ବମ୍ବେ ଗୁଜୁରାଟରେ ଯୋଉମାନେ ଥାଆନ୍ତି ବାବାଙ୍କ ଅଷ୍ଟପୁରୀ ଯେମିତି ନାଁ ଶୁଣିଲେ ସମସ୍ତେ ଏଠି ଆସିକି ଯୋଗ ଦିଅନ୍ତି। ବାବାଙ୍କର ବହୁତ ମହିମା। 10,000 ରୁ 15,000 ଲୋକ ଗାଦରିଂ ରୁହନ୍ତି ଅଷ୍ଟପୁରୀରେ। ଭଲ ଭଲ ନେତା ମନ୍ତ୍ରୀ ବି ଆସନ୍ତି ବାବାଙ୍କ କତିକି। ଆଜ୍ଞା ଏତେ 200-300 ବର୍ଷର ଅନୁଷ୍ଠାନ। ମତେ 78 ବର୍ଷ ହେଲାଣି ମୁଁ ଦେଖି ଯାଉଛି। ଭଲ ଭଲ ସୁରୁଖୁରୁରେ ଚାଲୁଛି। ବାବା ଜିଅନ୍ତା ଶବ ନେଇଛନ୍ତି, ଜିଅନ୍ତା ମାନେ ମୁଁ ଏଇଠି ରହିବି, ଜିଅନ୍ତା ସମାଧି। ପଟ୍ଟାମୁଣ୍ଡେଇରୁ ସଞ୍ଜୟ କୁମାର ଦାସଙ୍କ ରିପୋର୍ଟ, ଓଡ଼ିଶା ଡ୍ରିମ୍ ଟିଭି।